ବନ, ମୁଁ ଜୀବନ, ମୁଁ ସ୍ପନ୍ଦନ, ମୁଁ ଈଶ୍ୱରଙ୍କ ଦାନ। ବନ ହିଁ ଜୀବନ, ବନ ଦର୍ଶନ। ମଣିଷ ଗାଁ ସହରାଦିରେ ବାସ କରେ ଏବଂ ପଶୁପକ୍ଷୀ ବଣ ଜଙ୍ଗଲରେ ବାସ କରନ୍ତି। ଏହା ଏକ ସାଧାରଣ କଥା, କିନ୍ତୁ ଏକଥା କହିଲା ବେଳକୁ ଆମେ ଭୁଲି ଯାଇଥାଉ ଯେ ଏକଦା ମଣିଷ ମଧ୍ୟ ଅନ୍ୟ ପ୍ରାଣୀଙ୍କ ଭଳି ବଣ ଜଙ୍ଗଲରେ ବାସ କରୁଥିଲା। ହେଲେ ଅନ୍ୟ ଜୀବମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିଶାଳୀ ହୋଇଥିବା ଯୋଗୁଁ ମଣିଷ ନିଜର ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଉପାୟମାନ ବାହାର କଲା। ସେଠାରୁ ହିଁ ଆରମ୍ଭ ହେଲା ତାର ପ୍ରକୃତି ବିରୁଦ୍ଧରେ ସଂଗ୍ରାମର ଜୟଯାତ୍ରା। ନିଜର ଅଧିକାର କ୍ଷେତ୍ରକୁ ସେ ବୃଦ୍ଧି କରି ଚାଲିଲା, ବସତି ସ୍ଥାପନ କଲା, ଗ୍ରାମ ସହର ଆଦି ସୃଷ୍ଟି କଲା। ସେଠାରେ ବସବାସ କରି ଅନ୍ୟ ବନ୍ୟପ୍ରାଣୀମାନଙ୍କ ଠାରୁ ନିଜକୁ କରିପାରିଲା ସୁରକ୍ଷିତ। ହେଲେ ବନ୍ୟପ୍ରାଣୀ ରହିଗଲେ ସେହି ବଣ ଜଙ୍ଗଲରେ। କିନ୍ତୁ କ୍ରମାଗତ ଭାବେ ନିଜର ଅଧିକାର କ୍ଷେତ୍ରକୁ ବୃଦ୍ଧି କରି ଚାଲିଲା ମଣିଷ। ନୂତନ ଜନବସତି ସାଙ୍ଗକୁ କଳକାରଖାନା, ଖଣିଜ ଦ୍ରବ୍ୟ ଉତ୍ତୋଳନ, ରାସ୍ତାଘାଟ, ରେଳପଥ ଆଦି ନିର୍ମାଣ ପାଇଁ ସେ କାଟି ଚାଲିଲା ବଣ ଜଙ୍ଗଲ। ପଶୁପକ୍ଷୀମାନଙ୍କ ବାସସ୍ଥଳୀ ଦିନକୁ ଦିନ ହେଲା ସଙ୍କୁଚିତ। ସେମାନଙ୍କ ପାଇଁ ଦେଖାଦେଲା ଖାଦ୍ୟର ଅଭାବ। ଖାଦ୍ୟର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ବନ୍ୟପ୍ରାଣୀ ହେଲେ ଜନବସତି ମୁହାଁ। ଆରମ୍ଭ ହେଲା ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସଂଘର୍ଷ। ଏହି ସଂଘର୍ଷରେ କେତେବେଳେ ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ ହେଲେ ତ କେତେବେଳେ ମଣିଷ। କେତେବେଳେ ପ୍ରାଣୀଙ୍କ ଜୀବନ ଗଲା ତ କେତେବେଳେ ମନୁଷ୍ୟର ଧନଜୀବନ ହାନି ହେଲା। ତେବେ ସତରେ କ'ଣ ମନୁଷ୍ୟ ଓ ପ୍ରାଣୀମାନଙ୍କ ମଧ୍ୟରେ ହେଉଥିବା ଏହି ସଂଘର୍ଷକୁ ରୋକାଯାଇ ପାରିବ ନାହିଁ? ଏହି ସମସ୍ୟାର ସମାଧାନ ପାଇଁ ମଧ୍ୟ ବିଭିନ୍ନ ଉପାୟମାନ ବାହାର କରାଯାଇଛି। ସଂଘର୍ଷକୁ ନ୍ୟୁନତମ କରିବା ଏବଂ କ୍ଷତିକୁ ଭରଣା କରିବା ପାଇଁ ଉଦ୍ୟମ କରିବା ସହ ଅନେକ ସଫଳତା ପାଇଛି ଓଡ଼ିଶା ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ। ସାଧାରଣତଃ ଦେଖାଯାଇଛି ଯେ ହାତୀ ଏବଂ ବାର୍ହା ଜନବସତି ମଧ୍ୟକୁ ପ୍ରବେଶ କରି ମଣିଷର ଅନେକ କ୍ଷତି କରିଥାନ୍ତି। ତେଣୁ ପ୍ରାଣୀ ମନୁଷ୍ୟ ସଂଘର୍ଷ କଥା ଉଠିଲେ ପ୍ରାୟତଃ ହାତୀ ଓ ବାର୍ହା କଥା ହିଁ ଚର୍ଚ୍ଚାକୁ ଆସେ। ତେଣୁ ଏହି ସମସ୍ୟାକୁ ନିକଟରୁ ଦେଖିବା ପାଇଁ ଆମେ ଯାଇଥିଲୁ ରାଜ୍ୟରେ ସର୍ବାଧିକ ହାତୀ ଚଳପ୍ରଚଳ କରୁଥିବା ଆମ ରାଜ୍ୟର କେନ୍ଦ୍ରାଞ୍ଚଳ ଏବଂ ପଶ୍ଚିମାଞ୍ଚଳର ଦୁଇଟି ବନଖଣ୍ଡ ଅନୁଗୁଳ ଏବଂ ରେଢ଼ାଖୋଲକୁ। ଅନୁଗୁଳ ବନଖଣ୍ଡ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏଠାକାର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ନୀତିଶ କୁମାର। जोग्राफिकल एरिया रे जदि मु कहिबी तो 2909 स्क्वायर किलोमीटर एरिया अनुगुल फॉरेस्ट डिवीजन रे जाउछि। हाथी संख्या पाखापाखि ऑन एवरेज जदि मु कहिबी तो 150 हाथी प्राय रहउछंती अनुगुल डिवीजन रे। और अनुकंपा एप्लिकेशन भी हमको आसुछि काहे कि जे जहाँ भी क्षयक्षति होउछि से को अनुकंपा एप्लिकेशन गोटे ऐप अच्छी से ऐप माध्यम रे से क्षतिपूरण दिया होउछि गाँव वाला। तो अनुगुल फॉरेस्ट डिवीजन रे स्टेट रे सबुर अधिका पाखापाखि 17,000 अनुकंपा एप्लिकेशन पड़ुछि। से एवरी ईयर आमर टिक एप्लिकेशन पड़ुछि एंड से को डिस्पोज ऑफ करा होउछि एंड फार्मर्स मान को पेमेंट करा होउछि। विकासर दौड़रे अग्रसर हेबा उद्देश्य शिल्प प्रतिष्ठा, खनिज द्रव्य उत्तोलन, सड़क और रेलपथ निर्माण भली कारणरू जंगल धीरे धीरे संकुचित हेबारे लागिछि। जंगलरे देखा देउछि खाद्यर अभाव। आहार अन्वेषणरे वन्यप्राणी हेउछन्ति जनबसति मुहां। खाद्य पानीय तांकर एकमात्र आवश्यकता। अपरपक्षरे जंगल पार्श्ववर्ती अंचलर लोके निजर दैनन्दिन आवश्यकता पई जाळेणी काठ हेउ किंबा जीवन जीविका पई वनजात द्रव्य आदि संग्रह निमंते जंगल को जाइथांती। प्रायतः ग्रामांचलरे निजर नित्यकर्म पई मध्य लोके निकटवर्ती जंगल को जाइथांती। एई सबु परिस्थितिरे मुहांमुही हुअन्ति प्राणी और मनुष्य आउ सेमानक मध्यरे सृष्टि हुए संघर्ष।
ଏହି ସଂଘର୍ଷକୁ ଏଡ଼ାଇ ଉଭୟଙ୍କ ସୁରକ୍ଷା କଥା ଚିନ୍ତା କରିବାକୁ ହେଲେ କିଛି ବିଶେଷ ପଦକ୍ଷେପ ସାଙ୍ଗକୁ ଜଙ୍ଗଲର ସୁପରିଚାଳନା ଆବଶ୍ୟକ ହୋଇଥାଏ। ହାତୀପଲ ଏବଂ ଜଙ୍ଗଲରେ ହେଉଥିବା ବିଭିନ୍ନ ଗତିବିଧି ଉପରେ ଦୃଷ୍ଟି ରଖାଯିବା ପାଇଁ ଏବେ ଉନ୍ନତ ଜ୍ଞାନକୌଶଳର ଉପଯୋଗ କରାଯାଉଛି। ବନଖଣ୍ଡର 4ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁଉଚ୍ଚ ଟାୱାର ଉପରେ ଖଞ୍ଜାଯାଇଛି କୃତ୍ରିମ ବୁଦ୍ଧିମତ୍ତା ବା AI ଯୁକ୍ତ କ୍ୟାମେରା। ଏହି କ୍ୟାମେରାର ବିଶେଷତ୍ୱ ହେଉଛି ଯେ ଏହା 360 ଡିଗ୍ରୀ ଘୂର୍ଣ୍ଣନ କରି ଚତୁର୍ଦିଗରେ ନଜର ରଖିପାରେ। ଜଙ୍ଗଲରେ ହେଉଥିବା ସୂକ୍ଷ୍ମତମ ହଲଚଲ ମଧ୍ୟ ଏହି କ୍ୟାମେରାର ଦୃଷ୍ଟିରୁ ବାଦ୍ ଯାଇପାରେ ନାହିଁ। ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ସ୍ୱୟଂ ନିୟନ୍ତ୍ରଣ କକ୍ଷରେ ଉପସ୍ଥିତ ରହି ଏହି କ୍ୟାମେରାରୁ ମିଳୁଥିବା ଦୃଶ୍ୟ ନିରୀକ୍ଷଣ କରୁଛନ୍ତି। ଏହାକୁ ଭିତ୍ତି କରି ପ୍ରସ୍ତୁତ କରାଯାଉଛି ପ୍ରାଣୀଙ୍କ ଚଳପ୍ରଚଳ ଉପରେ ରିପୋର୍ଟ। कौन सी वाइल्ड एनिमल कि किंबा एंटी मतलब वाइल्ड लाइफ पोचिंग एक्टिविटी हो कि किसी इलीगल एक्टिविटी भी किसी साइट होची तो से सब जिनस से गोटे अलर्ट जनरेट से करुँच से ही जो फीड आसूची 4टा टावर रे से आम डिविजन ऑफिस रे गोटे कंट्रोल रूम कंस्ट्रक्शन होती से ही कंट्रोल रूम रे से सब फीड आसूची 4टा AI टावर फीड से को पठाउछंती कि AI कैमरा जहाँ भी अलर्ट जनरेट करुँची तो से ही अलर्ट को आमर फील्ड स्टाफ मान को कम्युनिकेट कराऊँची तापर से अनुजाई कानुष्ठान आमर स्टाफ माने लौछंती। ଏହି କ୍ରମରେ ଆଜିକାଲି ଡ୍ରୋନ୍ ବ୍ୟବହାର କରି ମଧ୍ୟ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଏପରିକି ରାତ୍ରିର ଅନ୍ଧକାରରେ ଥର୍ମାଲ ଡ୍ରୋନ୍ ସୂଚାଇ ଦେଉଛି ହାତୀଙ୍କ ଅବସ୍ଥିତି। ପୋଷ୍ଟର, ବ୍ୟାନର ଆଦି ମାଧ୍ୟମରେ ବନ୍ୟପ୍ରାଣୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ଫୋନ୍ ନମ୍ବର ଦିଆଯାଇଛି। ବିପନ୍ନ ପ୍ରାଣୀମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ନଗଦ ପୁରସ୍କାର ଦିଆଯିବାର ବ୍ୟବସ୍ଥା କରାଯାଇଛି। କୌଣସି ଗାଁ ପାଖାପାଖି ହାତୀଙ୍କ ଉପସ୍ଥିତି ସମ୍ପର୍କରେ ଜଣାପଡ଼ିଲେ ଗ୍ରାମବାସୀଙ୍କୁ ସତର୍କ କରାଉଛି ବନ ବିଭାଗ। ଏଭଳି ପରିସ୍ଥିତିରେ ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା ଭଳି ପାରମ୍ପରିକ ଉପାୟ ଅବଲମ୍ବନ କରାଯାଉଛି। ଏହାଛଡ଼ା ହାତୀ ଆଗମନର ସୂଚନା ମିଳିଲେ ଖୁଣ୍ଟ ଉପରର ନାଲିବତୀ ଜଳିବା ସହ ବାଜି ଉଠୁଛି ସାଇରନ୍। ଏହା ଶୁଣି ସତର୍କ ହୋଇଯାଉଛନ୍ତି ଗ୍ରାମବାସୀ। ଗାଁ ଦାଣ୍ଡ ରାସ୍ତା ଏବେ ଆଲୋକିତ ହେଉଛି ସୌରଶକ୍ତି ଉତ୍ପନ୍ନ ବିଦ୍ୟୁତ୍ ଆଲୋକରେ। ଉଚ୍ଚ ଖୁଣ୍ଟରେ ଲଗାଯାଇଥିବା ହାଇମାଷ୍ଟ ଲାଇଟ୍ ଗାଁର ଅଧିକାଂଶ ଅଞ୍ଚଳ ଆଲୋକିତ କରୁଛି, ଯାହାଫଳରେ ଜନ୍ତୁ ପ୍ରବେଶ କରିଥିଲେ ରାତିରେ ମଧ୍ୟ ଦେଖିପାରୁଛନ୍ତି ଗ୍ରାମବାସୀ। देन आमर मोर देन 400 हाईमास्ट लाइट इंस्टॉल कराई अलग अलग गाँव में जोटी भी हाथी मूवमेंट होता कि मूवमेंट पता चला रास्ता अच्छी सेपटे विजिबिलिटी बढ़ाई 400 हाईमास्ट लाइट एंड मोर देन 200 सोलर स्ट्रीट लाइट अंगुल डिविजन सारा लगाई है। हाथी प्रबल हबार अंधार आगुरी थिलु एबे फरेस्ट वाला कहिबारु फरेस्ट वाला गोटे हाईमास्ट लाइट देइछंती। गज साथीଙ୍କୁ ନିୟୋଜିତ କରାଯାଇଛି ବିଭିନ୍ନ ଗାଁରେ। ଏମାନେ ନିଜ ନିଜ ଅଞ୍ଚଳରେ ଭ୍ରମଣ କରି ହାତୀମାନଙ୍କ ସମ୍ପର୍କରେ ବନ ବିଭାଗକୁ ବିଭିନ୍ନ ତଥ୍ୟ ପ୍ରଦାନ କରୁଛନ୍ତି। ସେମାନେ ଗ୍ରାମବାସୀ ଏବଂ ବିଭାଗ ମଧ୍ୟରେ ଗୋଟିଏ ଶୃଙ୍ଖଳ ଭଳି କାର୍ଯ୍ୟ କରୁଛନ୍ତି। ଏହାଛଡ଼ା ବନ ସୁରକ୍ଷା ସମିତିମାନେ ମଧ୍ୟ ଜଙ୍ଗଲ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। FDA जो स्कीम थिला से अंडर 112 VSS अच्छी और AJY स्कीम रे 124 VSS अच्छी। तो ये सब VSS आमर डिपार्टमेंट संगे मिसिकरी ये करूछंती हमको फॉरेस्ट एंड वाइल्ड लाइफ प्रोटेक्शन रे साहाय्य करूछंती एंड हेल्प करूछंती। और सही अपन माने जदि देखिबे कि जो एरिया VSS अंडर रे थिबो से एरिया बेटर कंडीशन रे मिलिबो कंपेयर टू अदर एरिया जो कि VSS अंडर रे नहीं। तो और मैन एलिफेंट कन्फ्लिक्ट भी से एरिया रे कमी कमी जाउची काहे कि पब्लिक डिपार्टमेंट संगे मिसिकरी रहउछंती। प्राणी सुरक्षा दिगरे अन्य एक गुरुत्वपूर्ण कार्य है आहत किंबा विपन्न प्राणी उद्धार। एथिपाई बनखंडरे रहिछि RRT बा रैपिड रेस्क्यू टीम। एही दलरे रहिछन्ति स्वतंत्र तालीम प्राप्त कर्मचारी। एभली किछि सूचना मिलिले अविलंबे गाड़ी बाहरी पड़ुछन्ति सेमाने। एभली एक घटना अनुगुल वनांचल उद्धार करा जायथिला हाथीपल छाड़ी जाइथिबा गोटे छोट हाथी छुआ को। एहाछड़ा बनखंडर अनुगुल वनांचल ऐरावत रेस्क्यू ट्रक नाम रही एक स्वतंत्र गाड़ी जो अच्छी आहत प्राणी उद्धार पाई समस्त प्रकार व्यवस्था।
ଏତେ ସବୁ ସତ୍ତ୍ୱେ କେଉଁଠି ନା କେଉଁଠି ମୁହାଁମୁହିଁ ହେଉଛନ୍ତି ମଣିଷ ଓ ପ୍ରାଣୀ। ମନୁଷ୍ୟକୁ କୌଣସି କ୍ଷତି ପହଞ୍ଚାଇବାର ଉଦ୍ଦେଶ୍ୟ ନଥିଲେ ମଧ୍ୟ ନିଜ କ୍ଷୁଧା ମେଣ୍ଟାଇବା ପାଇଁ ସେମାନେ ପ୍ରବେଶ କରୁଛନ୍ତି ବିଲ ମଧ୍ୟକୁ ଏବଂ ଖାଇଦେଉଛନ୍ତି ଫସଲ। ଯେତିକି ଖାଉଛନ୍ତି ତାଠାରୁ ଅଧିକ ନଷ୍ଟ କରୁଛନ୍ତି ଦଳଚକଟା କରି। ଆଉ ପୁଣି ବାରହାପଲ ତ ଫସଲକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଉଛନ୍ତି। ଚାଷୀ ମୁଣ୍ଡରେ ହାତ ଦେଉଛି। ତାର ମାସ ମାସର ପରିଶ୍ରମ ଓ ଆଶା ଧୂଳିସାତ୍ ହେଉଛି। କେଉଁଠି କେଉଁଠି ପ୍ରାଣୀଙ୍କ ସହ ସଂଘର୍ଷରେ ଜୀବନ ବି ଯାଉଛି। ଏଭଳି ପରିସ୍ଥିତିରେ ଚାଷୀଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରିଛନ୍ତି ସରକାର। ଅନୁକମ୍ପା ନାମରେ ରହିଛି ଗୋଟିଏ ମୋବାଇଲ ଆପ୍। ଏଥିରେ କ୍ଷତିପୂରଣ ପାଇଁ ଆବେଦନ କଲେ ତାହା ସିଧାସଳଖ ପହଞ୍ଚୁଛି ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ। ତୁରନ୍ତ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା କ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଯାଉଛି ଅନୁକମ୍ପା ରାଶି। ଆଉ ମୋର 10 ଗୁଣ୍ଠ ଜାଗା ଖାଇ ଖୁଆ ଦେଇଛନ୍ତି, ପୁରା ନୁକସାନି କରିଛନ୍ତି। ଫରେଷ୍ଟର ବାଲା ସେ ଅନୁକମ୍ପା କରିକିନା ପଇସା ଛାଡ଼ିଛନ୍ତି। ନିଜ ପରିବାରଜନଙ୍କୁ ହରାଇଥିବା ଜଣେ ମହିଳା ସରକାରଙ୍କ ତରଫରୁ ପାଇଛନ୍ତି ଅନୁକମ୍ପା ରାଶି। ବାପା ସକାଳୁ ସକାଳୁ ଯାଇଥିଲେ ଆମ୍ବ ଗୋଟିବା ପାଇଁ, ସମସ୍ତେ ଆସିଲେ ଭାରି, ମା ବି ଯାଇଥିଲେ ଯେ ବି ଆସିଲେ ଭାରି, ସେ ନଟିରେ ଆସିପାରିଲେ ନାହିଁ। ସେଥିପାଇଁ ହାତୀ ଗୁଦିକି ମାରି ଦେଇଥିଲେ। ଫରେଷ୍ଟ ବାଲାକୁ ଜଣେଇଥିଲୁ, ସେ ଆସିକି ଫଟୋ ଫୁଟି ଉଠେଇକି ଇଏ କରିଥିଲେ ଯେ ପାଇଥିଲୁ 6 ଲକ୍ଷ ଟଙ୍କା। ପ୍ରାଣୀମାନଙ୍କୁ ଜଙ୍ଗଲ ମଧ୍ୟରେ ସୀମିତ କରି ରଖିବାକୁ ହେଲେ ଏହାରି ମଧ୍ୟରେ କରିବାକୁ ହେବ ସେମାନଙ୍କ ଆହାରର ବ୍ୟବସ୍ଥା। ଏଥିପାଇଁ ଆବଶ୍ୟକ ଯଥେଷ୍ଟ ସଂଖ୍ୟକ ବୃକ୍ଷ। ତେଣୁ ବନଖଣ୍ଡରେ ବୃକ୍ଷରୋପଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଆବଶ୍ୟକତା ରହିଛି ଚାରାର। ଏଠାରେ ଏକ ମେଗା ନର୍ସରୀ ମଧ୍ୟ ରହିଛି। ଉଭୟ ହାଇଟେକ୍ ଏବଂ ମେଗା ନର୍ସରୀରେ ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ଚାରା ଉତ୍ପାଦନ କରାଯାଉଛି। ସ୍ଥାନୀୟ ଲୋକେ ଏହି ନର୍ସରୀରେ କାମ କରି ରୋଜଗାରର ସୁଯୋଗ ପାଉଛନ୍ତି। ଅନୁଗୁଳ ବନାଞ୍ଚଳରେ ଗୋଳାବନ୍ଧଠାରେ 6 ହେକ୍ଟର ପରିମିତ ଅଞ୍ଚଳରେ ବିଭିନ୍ନ ଫଳ ଗଛ ସହ ଔଷଧୀୟ ଗଛର 6000 ଚାରା ରୋପଣ କରାଯାଇଛି। ଏଠାରେ ବାଉଁଶ ସହ ଆମ୍ବ, ପିଜୁଳି, ପଣସ ଭଳି ଫଳ ଗଛ ସହ ଆହୁରି ଅନେକ ଉପାଦେୟ ବୃକ୍ଷର ଚାରା ସୃଷ୍ଟି କରାଯାଉଛି। ଚାରା ରୋପଣ ପରେ ଏହାର ଯତ୍ନ ନିଆଯାଉଛି। ଜଳ ସଂରକ୍ଷଣ ଉଦ୍ଦେଶ୍ୟରେ ଏଠାରେ ବୁନ୍ଦା ଜଳସେଚନ ବା ଡ୍ରିପ୍ ଇରିଗେସନ ବ୍ୟବସ୍ଥା କରାଯାଇଛି। ଜଙ୍ଗଲ ସୁରକ୍ଷା ନିମନ୍ତେ କର୍ମଚାରୀ ଦିନରାତି ଜଙ୍ଗଲରେ ପଇଁତରା ମାରୁଛନ୍ତି। ଏଠାକାର ଜରପଡ଼ା ବନାଞ୍ଚଳରେ ମଧ୍ୟ ହାତୀଙ୍କ ଚଳପ୍ରଚଳ ଦେଖିବାକୁ ମିଳିଥାଏ। ଏଠାରେ ଲୋକଙ୍କୁ ସକାଳୁ କିମ୍ବା ସନ୍ଧ୍ୟାରେ ଜଙ୍ଗଲକୁ ନ ଯିବା ପାଇଁ ସଚେତନ କରାଯାଇଥିଲା। ସ୍ଥାନୀୟ ପାରା ସଂରକ୍ଷିତ ଜଙ୍ଗଲରେ ରହିଛି ପ୍ରୋଟେକ୍ସନ କ୍ୟାମ୍ପ। କର୍ମଚାରୀଙ୍କ ସୁରକ୍ଷା ପାଇଁ ଏହା ଚାରିପଟେ ସୌରଶକ୍ତି ସଞ୍ଚାଳିତ ସ୍ୱଳ୍ପ ବିଦ୍ୟୁତଯୁକ୍ତ ତାରବାଡ଼ ଲଗାଯାଇଛି। ଏହି ବନାଞ୍ଚଳର ଜେରେଙ୍ଗଠାରେ ରହିଛି ବୁଢ଼ୀ ପାହାଡ଼ ବନ ସୁରକ୍ଷା ସମିତି। ଏହି ସମିତିର ସଭ୍ୟମାନଙ୍କୁ ନେଇ ଆୟୋଜିତ ବୈଠକରେ ଜଙ୍ଗଲର ଯତ୍ନ ଏବଂ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ବିଷୟରେ ଆଲୋଚନା କରାଯାଇଥିଲା। ଜଙ୍ଗଲ ସୁରକ୍ଷା ପାଇଁ ଏହି ସମିତିର ସଭ୍ୟମାନେ ଠେଙ୍ଗାପାଳି କରୁଛନ୍ତି। ଏଠାରେ ମଧ୍ୟ ସ୍ଥାପିତ ହୋଇଛି ଏଆଇ କ୍ୟାମେରା। ୱାଚ୍ ଟାୱାର ଉପରୁ ଜଙ୍ଗଲ ଉପରେ ନଜର ରଖୁଛନ୍ତି ବନ ବିଭାଗର କର୍ମଚାରୀ। ମନ୍ଦ ଉଦ୍ଦେଶ୍ୟରେ ତାର ବାଡ଼ରେ ଉଚ୍ଚ ଭୋଲ୍ଟେଜ ବିଦ୍ୟୁତ ପ୍ରବାହ ସମ୍ପର୍କରେ ଯାଞ୍ଚ କରାଯାଇ ସେଭଳି କ୍ଷେତ୍ରରେ ତାର କାଟି ଦିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ଏହି ବନାଞ୍ଚଳରେ 30 ହେକ୍ଟର ଜମିରେ 15,000 ଚାରା ରୋପଣ କରାଯାଇଛି। ବାଉଁଶ ବାଡ଼ ଲଗାଯାଇ ଚାରାର ସୁରକ୍ଷା କରାଯାଉଛି। ଚାରା ଭଲ ଭାବେ ବୃଦ୍ଧି ପାଇବା ପାଇଁ ଏହା ଉପରେ
ନାନୋ ୟୁରିଆ ସିଞ୍ଚନ କରାଯାଉଛି। ତାଳଚେର ବନାଞ୍ଚଳର ବୁଲାଜହର ଏବଂ ବରବାଠାରେ ରହିଛି ୱାଚ୍ ଟାୱାର। ରାତିରେ ଶକ୍ତିଶାଳୀ ଟର୍ଚ୍ଚ ଆଲୋକରେ କର୍ମଚାରୀ ଏହା ଉପରୁ ଜଙ୍ଗଲରେ ହେଉଥିବା ଗତିବିଧି ଉପରେ ନଜର ରଖୁଛନ୍ତି। ଅନୁଗୁଳ ବନଖଣ୍ଡକୁ ଲାଗି ରହିଛି ରେଢ଼ାଖୋଲ ବନଖଣ୍ଡ। ଏହି ବନାଞ୍ଚଳରେ ବନ୍ୟପ୍ରାଣୀ ଓ ମଣିଷର ସଂଘର୍ଷକୁ ହ୍ରାସ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସୁଦର୍ଶନ ଯାଦବ। ଆମ ଡିଭିଜନରେ ମୁଖ୍ୟତଃ ହାତୀ, ତାପରେ ଲେପର୍ଡ, ସ୍ଲଥ୍ ବିୟର, ୱାଇଲ୍ଡ ବୋର୍ ଇଏ ସବୁ ଜନ୍ତୁ ଦେଖାଯାଆନ୍ତି। ଆମ ଡିଭିଜନରେ ମନୁଷ୍ୟ ଓ ହାତୀ ଭିତରେ ଯେଉଁ ସଂଘର୍ଷ ବେଳେବେଳେ ହେଉଛି ତାକୁ କମାଇବା ପାଇଁ ଡିଭିଜନ ତରଫରୁ ବିଭିନ୍ନ ମ୍ୟାନେଜମେଣ୍ଟ ପ୍ରାକ୍ଟିସେସ୍ ଆମେ ଇମ୍ପ୍ଲିମେଣ୍ଟ କରୁଛୁ। ଫର୍ଷ୍ଟ ହେଲା ପାଖାପାଖି 61 ଭିଲେଜେସ୍ ଆମେ ଆଇଡେଣ୍ଟିଫାଏ କରିଛୁ ଯେଉଁଠି ଯେଉଁ ଏଲିଫେଣ୍ଟ और मनुष्य भितर जो संघर्ष होची तार हॉटस्पॉट बोलिकी आमे जानूछु और ସେହି एरियाକୁ ଆମେ ଏବେ ବର୍ତ୍ତମାନ ଫୋକସ୍ କରୁଛୁ। ଏଠାରେ ମଧ୍ୟ ହାତୀମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳେ। ହାତୀଙ୍କ ଜନବସତିରେ ପ୍ରବେଶକୁ ରୋକିବା ପାଇଁ ଏଠାରେ ଖାଇ ଖୋଳାଯାଇଛି। ବର୍ଷା ଦିନେ ଖାଇରେ ପାଣି ଭର୍ତ୍ତି ହେବା ଫଳରେ ଜଳ ସଂରକ୍ଷଣ କାର୍ଯ୍ୟ ମଧ୍ୟ ହୋଇପାରୁଛି। ଏଠାରେ ନିର୍ମିତ ହୋଇଛି ଏକ ସୁଉଚ୍ଚ ସୁନ୍ଦର ୱାଚ୍ ଟାୱାର। ଏହା ଉପରୁ ଜଙ୍ଗଲର ଦୃଶ୍ୟ ଅତି ମନୋରମ ଦେଖାଯାଉଛି। मुख्य काम गुड़िक है कंट्रोल रूम कि आमर हाथी जो गोटे डिविजन अन्य डिविजन को जाऊँ ताकू मॉनिटर करवा कि से डाटा को शेयर करवा सहित कोऑर्डिनेट करवा आहरी है कि मुख्य काम है आम जो अनुकंपा होची जोटा कि लोकंकर फसल नष्ट कला कि जहाँ कला आम सांगे तुरंत जाइकी ताकू सर्वे करिकी आम केमती से पाई पारबो ता करवा। ରେଢ଼ାଖୋଲ ବନାଞ୍ଚଳରେ ଗଜସାଥୀମାନଙ୍କୁ ନିଯୁକ୍ତ କରାଯାଇ ଟର୍ଚ୍ଚ ଲାଇଟ୍, ଟୋପି, ପାଣି ବୋତଲ ଭଳି ଆବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଛି। ସନ୍ଧ୍ୟା ପରେ ନିଜ ଅଞ୍ଚଳ ବୁଲି ବିଦ୍ୟୁତ୍ ତାର ବିଛାଯାଇଥିବା ଭଳି ବେଆଇନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ଚାରମାଳ ଏହି ବନଖଣ୍ଡର ଅନ୍ୟତମ ବନାଞ୍ଚଳ। ଚାରମାଳ ସ୍ଥାୟୀ ନର୍ସରୀରେ ଚଳିତ ଆର୍ଥିକ ବର୍ଷରେ କାମ୍ପା ଯୋଜନା ଅନ୍ତର୍ଗତ 25,000 ଚାରା ସୃଷ୍ଟି କରାଯାଇଛି। ଏଠାରେ ମଧ୍ୟ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବୃକ୍ଷରୋପଣ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଏଠାକାର ବରହମପୁରା ବିଟ୍ରେ କାମ୍ପା ଯୋଜନା ଅଧୀନରେ 25 ହେକ୍ଟର ଜମିରେ 5,000 ଚାରା ଲଗାଯାଇଛି। ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାରାଗୁଡ଼ିକର ଯତ୍ନ ନିଆଯାଉଛି। ବାଉଁଶ ବାଡ଼ ଲଗାଯାଇ ଏହାକୁ ସୁରକ୍ଷିତ ରଖାଯାଉଛି। ଭବିଷ୍ୟତର ଏହି ଜଙ୍ଗଲ ମନରେ ସୃଷ୍ଟି କରୁଛି ଅନେକ ଆଶା। ଏଠାରେ ନିର୍ମାଣ କରାଯାଇଛି ଜଳାଶୟ ଏବଂ ତାର ଚାଲିଦିଆ ପଥରବନ୍ଧ। ବନାଞ୍ଚଳ ମଧ୍ୟ ଦେଇ ଗତି କରିଛି ଜାତୀୟ ରାଜପଥ। ନିର୍ମାଣ ହୋଇଛି ଓଭରବ୍ରିଜ। ଏହି ଓଭରବ୍ରିଜ ତଳେ ଥିବା ଅଣ୍ଡରପାସ୍ ଦେଇ ବନ୍ୟପ୍ରାଣୀ ସୁରକ୍ଷିତ ଭାବେ ଏପାଖ ଜଙ୍ଗଲରୁ ସେପାଖ ଜଙ୍ଗଲକୁ ଯାଇପାରୁଛନ୍ତି। ସମ୍ବଲପୁରରୁ କଟକ NH55ରେ 4 ଗୋଟି ଅଣ୍ଡରପାସ୍ ଅଛି, ଯାହାକି ଚାରମାଳରେ ଗୋଟିଏ ଅଛି, ଯେଉଁଟାକି ଆମର ଚାରମାଳରେ ଅଛି। ସେଟା ସବୁବେଳେ ଆମର 2ଟା ରିଜର୍ଭ ଫରେଷ୍ଟ ସହିତ ଜଡ଼ିତ ଅଛି, ଯେହେତୁ ଲଣ୍ଡାକୋଟ ଆର୍ଏଫ୍ ଅଛି, ସୁଆଣି ଆର୍ଏଫ୍ ଅଛି। ଯେତେବେଳେ କି ରାସ୍ତା NH55 ହେଇଗଲା, 55 ହେଇଯିବା ହେତୁ ହାତୀ ଗୁଡ଼ାକ ଯିବା ଆସିବାରେ ବାଧାବିଘ୍ନ ସୃଷ୍ଟି ହେଲା। ଯାହା ହଉ ଏହି ଅଣ୍ଡରପାସ୍ ହେବା ଦ୍ୱାରା ଲଣ୍ଡାକୋଟ ଆର୍ଏଫ୍ରୁ ଆମର ସୁଆଣି ଆର୍ଏଫ୍କୁ ଯିବା ପାଇଁ ହାତୀମାନଙ୍କର ସୁବିଧା ହୋଇଗଲା। ଏଠାରେ ବନ ସୁରକ୍ଷା ସମିତି ବଂଶାଚାଲର ସଭ୍ୟମାନଙ୍କୁ ନେଇ ଆୟୋଜିତ ବୈଠକରେ ହାତୀ ମଣିଷ ସଂଘର୍ଷ ବିଷୟରେ ଆଲୋଚନା କରାଯାଇଥିଲା। ଗଜସାଥୀମାନଙ୍କ ସହ ମଧ୍ୟ ଆଲୋଚନା କରାଯାଇ ଗ୍ରାମବାସୀଙ୍କୁ ସରକାରଙ୍କ କ୍ଷତିପୂରଣ ଯୋଜନା ବିଷୟରେ ସଚେତନ କରାଯାଇଥିଲା। ବଡ଼ବାହାଲ ବନାଞ୍ଚଳରେ ହାତୀ ପ୍ରବେଶକୁ ରୋକିବା ପାଇଁ
ଜନବସତି ନିକଟରେ ପଥର ପ୍ରାଚୀର ନିର୍ମାଣ କରାଯାଇଛି। କଦଳୀଗଡ଼ ସେକ୍ସନର ରାହାଣ ରିଜର୍ଭ ଫରେଷ୍ଟ ବାଉଣ୍ଡରୀ ଲାଇନ୍ରେ ଗୋଟେ ଷ୍ଟୋନ୍ ୱାଲ୍ ହେଇଛି, ଯେଉଁଟାକି ତାର ତଳିଟା ହେଉଛି 4 ମିଟର, ଉପରଟା 2 ମିଟର ଆଉ 3 ମିଟର ହାଇଟ୍, ଆଉ ସେଇଟା 1 କିଲୋମିଟର ଲେନ୍ଥ ଅଛି। ତାର କରିବାର ଉଦ୍ଦେଶ୍ୟ ହେଉଛି ହାତୀ ଜଙ୍ଗଲ ସାଇଡ଼ରୁ ଗାଁକୁ ଯାଇପାରିବେନି, ଯେଉଁଟାକି ଫସଲ କିମ୍ବା ମଣିଷଙ୍କର ମାନେ ମେନ୍ ହ୍ୟୁମାନ୍ କମ୍ପ୍ଲିଟ୍ ପ୍ରତିରୋଧ ହୋଇପାରିବ। ଏଠାରେ କାମ୍ପା ଯୋଜନା ଅଧୀନରେ 30 ହେକ୍ଟର ଜମିରେ 15,000 ଚାରା ରୋପଣ କରାଯାଇଛି। ଅନୁକମ୍ପା ଯୋଜନା ଅଧୀନରେ ମାଙ୍କ ମୃତ୍ୟୁ ପରେ ଅନୁକମ୍ପା ରାଶି ପାଇଛନ୍ତି ହିତାଧିକାରୀ। ମା ଆଖି ଟିକେ ଦିଶୁନଥିଲା, ସେଥିପାଇଁ ଆସି ହାତୀଟା କେତେବେଳେ ଥିଲା ଲାଟିନ୍ରୁ ଫେରିଲା ଟାଇମ୍ରେ ବନୁଆ ହାତୀ ଆକ୍ରମଣ କଲେ ଓ ଫରେଷ୍ଟ ଡିପାର୍ଟମେଣ୍ଟକୁ ଖବର କଲୁ। ଫରେଷ୍ଟ ଡିପାର୍ଟମେଣ୍ଟ ସାହାଯ୍ୟ କଲେ। ଆଜ୍ଞା ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ 10 ଲକ୍ଷ ମିଳିବ। ଅନୁକମ୍ପା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବଡ଼ମାଳ ବନାଞ୍ଚଳରେ ବନ ସୁରକ୍ଷା ସମିତିର ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟୁତ୍ ତାରରେ ହୁକ ପକାଇ ବେଆଇନ ପ୍ରାଣୀ ଶିକାର ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଜଙ୍ଗଲ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଲମ୍ଟିଦାର ବନ ସୁରକ୍ଷା ସମିତିକୁ ବିଜୁ ପଟ୍ଟନାୟକ ପୁରସ୍କାରରେ ସମ୍ମାନିତ କରାଯାଇଛି। ଠେଙ୍ଗାପାଳି କରି ଜଙ୍ଗଲ ଜଗୁଛନ୍ତି ଏଠାକାର ମହିଳାମାନେ। ଗୀତ ଗାଇ ଗାଇ ମନ ଆନନ୍ଦରେ ଜଙ୍ଗଲରେ ଭ୍ରମଣ କରୁଛନ୍ତି ସେମାନେ। ଏଠାରେ ମଧ୍ୟ ରହିଛି ଗୋଟିଏ ୱାଚ୍ ଟାୱାର। ଜଙ୍ଗଲ ମଧ୍ୟରେ ରହିଛି ଏକ ସୁନ୍ଦର ଜଳାଶୟ। କର୍ମଚାରୀମାନେ ଜଙ୍ଗଲରେ ପଇଁତରା ମାରି ଏହାର ସୁରକ୍ଷା ପାଇଁ ଉଦ୍ୟମ କରୁଛନ୍ତି। ଏଠାରେ ବାରହାମାନଙ୍କ ପ୍ରାଦୁର୍ଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ବାରହାପଲ ଫସଲକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଉଛନ୍ତି। ଫସଲ ସୁରକ୍ଷା ପାଇଁ ଏହି ଯୁବକ ଜଣକ କେତେ କଷ୍ଟରେ ଗଛ ଉପରେ ଚଢ଼ି ସେଠାରେ ବନ୍ଧା ଯାଇଥିବା ମଞ୍ଚା ଉପରେ ବସି ନିଜ କ୍ଷେତକୁ ଜଗୁଛନ୍ତି। এই মোর যে চাষ জমিটা আপনার দেখুছেন এটা পাখাপাখি অধা একর হব। এই যে জঙ্গলি বরহা উপদ্রবরে সম্পূর্ণ নষ্ট হয়ে যাই। বরহা পল পশিকি সব খাইবা সহ মাড়ি দলি নষ্ট করে দিয়েছি। তারপরে মু বন বিভাগ এ সম্পর্কে লিখিত জনাইলি, দরখাস্ত দিয়েছিলি। বন বিভাগ भी तुरंत पदक्षेप नहीं आसिकी 15 दिन भितर भी पेमेंट मोर हो जाइए, जहाँ क्षतिपूरण मत भी मिल जाइए। से कैलकुलेसन हिसाब से 41 डिसमिल जगह डैमेज होती क्षति होती, जहाँ फल से अगेंस्ट 8,200 टंका से आमको पेमेंट कर क्रॉप नष्ट है ताकू कंपेनसेशन करने ओडिशा गवर्नमेंट तरफ अनुकंपा करके गोटे स्कीम अच्छी, जहाँ भितर वर्तमान एवं चाषी मैंने मोबाइल रो अनुकंपा ऐप डाउनलोड करी से माने सेठी बस घरे बसिकी एप्लिकेशन करें और से एप्लिकेशन को बेस करी आमर फॉरेस्ट डिपार्टमेंट रो तल कर्मचारी तांकर बेलरे जाकि जो जो जिते भी एरिया धान नष्ट होती अन्य फसल नष्ट होती नहीं कि सर्वे करुँच और सब माने सर्वे को लेकिन कंपेनसेशन टोटल ये जो प्रक्रिया अच्छी सब ऑनलाइन अच्छी पूरा ट्रांसपेरेंट भाव में यहाँ इम्प्लीमेंट होची। और जेहेतु यहाँ गोटे भल इनिशिएटिव अच्छी, या भितर ट्रांसपेरेंसी कंप्लीटली मेंटेन करा होची और लोक मानू वर्तमान रेंज ऑफिस रे भी जीवा दरकार नहीं, से घरे बसिकी भी मोबाइल रे अनुकंपा ऐप थ्रू एप्लिकेशन करि पारबे और जो खेती नष्ट है धान नष्ट है ताकू नहीं कि कंपेनसेशन भी से पाई पारबे। एठारे मध्य अर्ली वार्निंग सिस्टम लगा जाइछि, जहा द्वारा उपकृत हेउछन्ति ग्रामवासी। वन विभाग अधिकारी ग्रामवासी को हाथी सुरक्षा संपर्क में बुझाउछन्ति। एही वनखंडर गिरीशचंद्रपुर वनांचल 2023-24 आर्थिक वर्ष रे कांपा योजना अधीन निर्माण कराଯାଇଛି वन्यजंतु चलाचल अनुध्यान कक्ष और वाच टावर। बेले बेले गाँ मध्यकू पशि आसुचन्ति हिंस्र जंतु। जड़े चाषी चिताबाघ आक्रमण में हराइथिबा निज बलद पई सरकारक तरफ पाइछन्ति अनुकंपा राशि। आम गुहालरू पेंड्रा
ବଳଦକୁ ମାରିଦେଲା। ଆଉ ଫରେଷ୍ଟବାଲାକୁ ଜଣେଇଲୁ ସକାଳେ। ଫରେଷ୍ଟବାଲା ଆସି ଆମର ଡକୁମେଣ୍ଟସ୍ ପତ୍ର ନେଇ ପଇସା ମିଳିଲା। ସେ ପଇସାରୁ ଆମେ ବଳଦ କିଣିଲୁ ଆଉ ଚାଷବାସଟା କରିଲୁ। ଜଙ୍ଗଲ ସୁରକ୍ଷା ପାଇଁ ବିଭାଗୀୟ କର୍ମଚାରୀ ଦିନ ରାତି ଜଙ୍ଗଲ ମଧ୍ୟରେ ପାଟ୍ରୋଲିଂ କରୁଛନ୍ତି। ଘଞ୍ଚ ଜଙ୍ଗଲ ଯେଉଁଠି ଦିନରେ ପ୍ରବେଶ କରିବାକୁ ମଧ୍ୟ ଭୟ ଲାଗେ, ସେହିଭଳି ଜଙ୍ଗଲରେ ଏହି କର୍ମଚାରୀମାନେ ରାତ୍ରିର ଅନ୍ଧକାର ମଧ୍ୟରେ ହାତରେ ଟର୍ଚ୍ଚ ଲାଇଟ୍ ମାନ ଧରି ପଇଁତରା ମାରୁଛନ୍ତି। କେଉଁଠି ମାଟି ପଥରର ଦୁର୍ଗମ ରାସ୍ତା ତ କେତେବେଳେ ଆଣ୍ଠୁଏ ପାଣିରେ ଚାଲି ଚାଲି ନଈ ଆରପାରିକୁ ଯାଇ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ଆମେ ମନେ ରଖିବାକୁ ହେବ ଯେ ଏହି ପୃଥିବୀ ଉପରେ କେବଳ ମଣିଷର ଅଧିକାର ନାହିଁ, ଅଧିକାର ରହିଛି ଏଠାରେ ବାସ କରୁଥିବା ସମସ୍ତ ପ୍ରାଣୀ, ସମସ୍ତ ଜୀବଜନ୍ତୁଙ୍କର। ସେମାନଙ୍କ ଅବସ୍ଥିତି ଯୋଗୁଁ ହିଁ ରହୁଛି ପ୍ରାକୃତିକ ସନ୍ତୁଳନ। ସୁନ୍ଦର ଭବିଷ୍ୟତ ପାଇଁ ଏହାକୁ ସୁରକ୍ଷିତ ରଖିବା ଆମର ଦାୟିତ୍ୱ। ବନ୍ୟଜୀବଙ୍କ ସହ ସଂଘର୍ଷ ନ କରି ସେମାନଙ୍କୁ ଫେରାଇ ଦେବା ସେମାନଙ୍କ ସୁରକ୍ଷିତ ବାସସ୍ଥାନ।